ଫାଷ୍ଟ ହେଉଛି ଆଜି ଗୋଟେ ବହୁତ ହିଷ୍ଟୋରିକ୍ ଡେ। 2 ବର୍ଷ ତଳେ କଞ୍ଚାଲଙ୍କା ଆରମ୍ଭ ହେଇଥିଲା। ପିଓର ଓଡ଼ିଆ କଣ୍ଟେଣ୍ଟ ଜଷ୍ଟ ସୁଇଚ୍ ମାରିଲେ ଓଡ଼ିଶାରେ, ଓଡ଼ିଶା ବାହାରେ, ଇଣ୍ଡିଆ ବାହାରେ ଲୋକମାନଙ୍କୁ ମିଳିପାରେ। ଆଜି 2 ବର୍ଷ ପରେ ବହୁତ ଖୁସି ସେୟାର କରିବା ପାଇଁ ଆମର ଅନବୋର୍ଡିଂ ଜିଓ ଏବଂ ଏୟାରଟେଲ ସାଙ୍ଗରେ ହେଲା ପରେ ଆଜିକା ଡେଟ୍ରେ ଆଭରେଜ 2 କୋଟି ଅଡିଏନ୍ସଙ୍କ ପାଖରେ ଆମେ ପହଞ୍ଚି ପାରୁ। And more than 16 countries ଆମେ available। କିନ୍ତୁ ଏଇ ଯୋଉ ସକ୍ସେସ୍ ଯେ ବହୁତ ଅଡିଏନ୍ସ ପାଖରେ ପହଞ୍ଚି ପାରିଲେ, ଲୋକଙ୍କର ଆପ୍ରିସିଏଟ ପାଇଲେ, ସେଟା କିଛି ସକ୍ସେସ୍ ନୁହେଁ, ସେଟା ହଉଛି ଗୋଟେ ଇନକ୍ରିଜ୍ ରେସ୍ପନ୍ସିବିଲିଟି। ଆମେ ଯଦି ଗୋଟେ ଭଲ କଣ୍ଟେଣ୍ଟ ଦଉଛୁ କଣ୍ଟିନ୍ୟୁଅସଲି ଦବାକୁ ଲୋକଙ୍କର ହୃଦୟ ଯୋଗେଇବ। ତେଣୁ ସେଇ ପ୍ରୟାସରେ ଆଜି ଏଗେନ୍ 2 ବର୍ଷ ପରେ ଆମେ ଆଉ ଗୋଟେ ମାର୍କ ବ୍ରେକିଂ ୱେବ୍ ସିରିଜ ଲଞ୍ଚ କରୁ। ଆମେ ମୋଷ୍ଟ ଅଫ୍ ଦ କଣ୍ଟେଣ୍ଟ ଦେଖିଲୁ ଯେ ଲୋକମାନଙ୍କୁ ରିଅଲ ଫ୍ୟାକ୍ଟସ ଅର୍ ସିମିଲାର ଟୁ ରିଅଲ ଫ୍ୟାକ୍ଟସ ଭଲ ଲାଗୁଛି। ଆମେ ସମସ୍ତ କଷ୍ଟ କରି lot of top level artists ମାନଙ୍କୁ ଆଣି like ତ୍ରିପାଠୀ, ଟୁଡୁ, ସୁପ୍ରିୟା ପ୍ରେଜେଣ୍ଟେସନ ଆଉ ଭଲ ଭଲ ଆର୍ଟିଷ୍ଟକୁ ନେଇକି ଆଉ ଗୋଟେ ପାୱାରଫୁଲ ୱେବ୍ ସିରିଜ ଲଞ୍ଚ। ମୋର ସମ୍ପୂର୍ଣ୍ଣ ଆଶା ଖାଲି ଓଡ଼ିଶାରେ ନୁହଁ, ଓଡ଼ିଆ ମାନେ ଯୋଉମାନେ ଓଡ଼ିଶାର ବାହାରେ ଅଛନ୍ତି और इंडिया बाहर ସେମାନେ ଏନ୍ଜୟ। ଏଇ ଯୋଉ ଜର୍ଣ୍ଣି ଆଜି ଆରମ୍ଭ ହେଲା ସେଇଟା ଆମର ସମସ୍ତଙ୍କୁ ଆସୁଆନ୍ସ କରୁଛୁ ଭଲ ଭଲ କଣ୍ଟେଣ୍ଟ ଦେଇକି ଏଣ୍ଟରଟେନମେଣ୍ଟଟା ଆମେ ଗୋଟେ ଇଲେକ୍ସନକୁ ନେଇକି ଗୋଟେ ଫିଲ୍ମ ହେଇଛି, ଏଇଟା କେମିତି ରହିବ? ଆଗକୁ ବି ନିର୍ବାଚନ ବି ଅଛି। ଆମର କାମ ହେଲା ଅଡିଏନ୍ସକୁ ଖୁସି କରିବା। এইটা তাদের কিଏ କଣ ସିମିଲାରିଟି ପାଇଲା ଆପଣମାନେ ସବୁ ଦେଖି ସାରିଲା ପରେ, ଅଡିଏନ୍ସ ମାନେ ଦେଖି ସାରିଲା ପରେ ଜାଣିପାରିବେ ଯେ ଏଇଟା ପିଓର ଏଣ୍ଟରଟେନମେଣ୍ଟ। ମୋ ନାଁ ଦିଲ୍ଲୀପ କୁମାର ବିଶୋଇ। ଏଇ କଞ୍ଚାଲଙ୍କା ପ୍ରଡକ୍ସନର ବାରଙ୍ଗ 99 ଯୋଉ ୱେବ ସିରିଜ ଆଜିଠୁ ଷ୍ଟ୍ରିମିଂ ତାର ଷ୍ଟୋରି କନସେପ୍ଟ ମୁଁ ତିଆରି କରିଥିଲି। ପରବର୍ତ୍ତୀ କାଳରେ ଏହା ଆଜି ଗୋଟେ ସମ୍ପୂର୍ଣ୍ଣ ୱେବ ସିରିଜ ଦର୍ଶକ ମାନଙ୍କ ପାଖକୁ ଯାଉଛି। ଷ୍ଟୋରିରେ କଣ ରହିଛି? ଗୋଟେ ରାଜନୀତିକୁ ନେଇକି ଗୋଟେ ଫିଲ୍ମଟା ହେଇଛି, କେମିତି କଣ ରହିବ? 2000 ଇଲେକ୍ସନ ବି ଆଗକୁ ଅଛି। ଦେଖନ୍ତୁ, ନ୍ୟାସନାଲ ଲେଭେଲରେ ଗୋଟେ ୱେବ ସିରିଜ ଆସିଥିଲା ମହାରାଜ, ବହୁତ ସକ୍ସେସଫୁଲ ଥିଲା ଏବଂ 2ଟା ସିଜନ ତାର ଅଲରେଡି ବହୁତ ସକ୍ସେସଫୁଲି ଷ୍ଟ୍ରିମିଂ ହେଇଛି। ତ ସେଇଭଳି ଭାବରେ ମୋ ମନକୁ ଆସିଲା ଇଏ ଗୋଟେ ବହୁତ ପାୱାରଫୁଲ ଷ୍ଟୋରି ଅଛି, ପଲିଟିକାଲ ଷ୍ଟୋରି, ଯୋଉ ଷ୍ଟୋରି ମହାରାଣୀ ଠୁ ବି ବହୁତ ପାୱାରଫୁଲ ଏବଂ ତାକୁ କାହିଁକି ଗୋଟେ ୱେବ ସିରିଜ କରାନଛି ଏବଂ ସେଇ ସମ୍ପର୍କରେ ମୁଁ ପ୍ରଥମେ କଞ୍ଚାଲଙ୍କାର ଯିଏ ମୁଖ୍ୟ ଅଛନ୍ତି ବିପୁରଙ୍କ ସହିତ କଥାବାର୍ତ୍ତା କଲେ ଏବଂ ସିଏ ବି ବହୁତ ଏକ୍ସାଇଟେଡ ହେଇছে ଏବଂ ସେମାନେ ବି ବହୁତ ଉତ୍ସାହିତ ୟା ଉପରେ ଗୋଟେ ରିସର୍ଚ୍ଚ କରିକି ତାର ଫୁଲ ଷ୍ଟୋରି ଏବଂ ତାର ସ୍କ୍ରିନ୍ ପ୍ଲେ ତାର ଲେଖା ହେଲା ଏବଂ ପରବର୍ତ୍ତୀ କାଳରେ ଭଲ ଭଲ ଯୋଉମାନେ କଳାକାର ଅଛନ୍ତି ଓଡ଼ିଶାରେ ଭଲ ଭଲ ଯୋଉମାନେ କଳାକାର ଅଛନ୍ତି ତାକୁ ନେଇକରି ଆମେ ମହିଳା ମାନଙ୍କର ଭୂମିକା ରହିଛି ବିଭିନ୍ନ ସ୍ଥାନ, ବିଭିନ୍ନ ପ୍ରଦେଶରେ, ଜାତୀୟ ସ୍ତରରେ ମହିଳା ମାନଙ୍କର ଭୂମିକା ରହିଛି। ସେଇ ଭୂମିକାକୁ ଆସିବା ପାଇଁ ସେମାନଙ୍କର ଗୋଟେ ବହୁତ ବଡ ଷ୍ଟ୍ରଗଲ ରହିଛି। ଉଦାହରଣ ସ୍ୱରୂପ କହିବି ଦ୍ରୌପଦୀ ମୁର୍ମୁ ଓଡ଼ିଶାର, ସେ ଗୋଟେ ବହୁତ ଷ୍ଟ୍ରଗଲ ଭିତରେ ଆଦିବାସୀ ମହିଳା, ସେ ଆଜି ଭାରତର ରାଷ୍ଟ୍ରପତି ହେଇଛି। ତ ସେଇଭଳିଆ ଗୁଡାଏ ଷ୍ଟୋରି ଅଛି ଯୋଉମାନେ ମହିଳାକୁ ନେଇକିରି ସେମାନଙ୍କର ସଂଘର୍ଷର କାହାଣୀ ଏବଂ ସଫଳତାର କାହାଣୀ ବା ବିଫଳତାର କାହାଣୀ ରହିଛି। ତ ତାରି ଭିତରେ ଗୋଟେ ଷ୍ଟୋରିକୁ ବୁଣିବା ପାଇଁ ଚେଷ୍ଟା କଲେ।
देखो तो ये जो स्टोरी हमें देखो स्टोरी मटेरियल अच्छी যদি আপনার সিনেমা করিবে তাহলে তিনটা সিনেমা করিবা সম্ভব নয় এতে আমি সে বড় স্টোরি গোটিয়ে পার্ট নেই মানে এখন কইপারিবে যে 1/4 নেই আউরি তিনটা বড় পার্ট আছে সেই স্টোরি এবং সেই 1/4 পার্টটা আমি 6টা এপিসোডরে বর্তমান করছি ସେଇଥିରୁ ଆପଣ ଅନୁମାନ କରୁଥିବେ କେତେ ବଡ ଷ୍ଟୋରି ଅଛି ସବୁ ଷ୍ଟୋରିର ସବୁ କ୍ୟାରେକ୍ଟର ଆଉ ସବୁ ଇନସିଡେଣ୍ଟ ସବୁ କୋଉଟା ଛାଡିବ କୋଉଟା ରଖିବ କୋଉଟା ନ କରିବ ବହୁତ ବଡ ଭୁଲ ଅଛି ଆପଣ ବିଶ୍ୱାସ କରିପାରିବେ ଆମର ଯେତେବେଳେ ଏଇ ଷ୍ଟୋରି ଉପରେ ଆଲୋଚନା ହଉଥିଲା ଆମେ ପ୍ରଥମ ଭାବୁଥିଲା ଏଇ ଏପିସୋଡଟା ନବୁ ଏଗୁଡାକ ଛାଡିଦେବୁ ପରବର୍ତ୍ତୀ କାଳରେ ଏଇଟା ନବୁ ଏଇଟା ଛାଡିଦେବୁ ଏମିତି ଭିତରେ ଆମେ ଗୋଟେ ଟ୍ରାଏଲ ଆଣ୍ଡ ଏରର ଗୋଟେ ଷ୍ଟୋରି ଦେଇଛୁ ଏଇଭଳି ଆହୁରି 3ଟି ବଡ ବଡ ଷ୍ଟୋରି ଏଇ ଷ୍ଟୋରିରେ ଅଛି ତେଣୁକରି ଆମେ ଭାବିଲି ଯେ ୱେବ ସିରିଜ କଲେ ଆମେ କିଛିଟା ଜଷ୍ଟିଫାଇ କରିପାରିବୁ ଷ୍ଟୋରିକୁ ଡବଲ୍ସ କରିବା ଯଦି ଆମେ ଫିଲ୍ମ କରିଥାନ୍ତୁ ବହୁତ କଟାକଟି କରିବୁ ସିନେମାରେ ସେଟା ଜଷ୍ଟିଫାଇ କରିନଥାନ୍ତୁ କ୍ୟାରେକ୍ଟରର ଯୋଉ ପୋଜିସନ କ୍ୟାରେକ୍ଟରର ଯୋଉ ଆବେଗ ମନୋଭାବ ସେଟା ଏଷ୍ଟାବ୍ଲିଶ ହେଇପାରିଲା ଏବଂ ଏତେ ଭଲ ଲାଗିଲା ସେଟା ଓଡ଼ିଶାର କାହାଣୀ ନା ସାରା ଭାରତର କାହାଣୀ ବୋଲି ଆପଣ କହିପାରିବେ ଗୋଟେ ଉଦାହରଣ ଦିଅ ମୋ ନାଁ ହେଲା କୁମାର ଟୁଡୁ ମୁଁ ଏଇ ଛୋଟ ପାର୍ଟ ଅଛି ଯାହା